2024-25 ବର୍ଷ ପାଇଁ ନିର୍ବାଚନ ପ୍ରକ୍ରିୟାରେ ନୂତନ କର୍ମକର୍ତ୍ତା ବଛାଗଲା। ତା 2/6/2024 ଦିନ ସକାଳ 10 ଘଟିକା ସମୟରେ 2024-25 ବର୍ଷ ପାଇଁ ରାଉରକେଲା ଚାମ୍ବର୍ସ ଅଫ୍ କମର୍ସର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ପ୍ରକ୍ରିୟାରେ ବଛାଗଲା। ଏହା ଭୋଟ ଦିନ 2 ଘଟିକା ସମୟରେ ସମ୍ପୂର୍ଣ୍ଣ ହେଲା। ଏହାକୁ ଇଲେକ୍ସନ କମିଟିର ଚେୟାରମ୍ୟାନ୍ ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ ପରିଚାଳନା କରି ସନ୍ଧ୍ୟା ପ୍ରାୟ 6ଟା ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା କରି କହିଲେ, ଏହି ଭୋଟ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହେଲା। ରାଉରକେଲା ଚାମ୍ବର୍ସର 1070 ସଦସ୍ୟ ଗଣଙ୍କ ମଧ୍ୟରୁ ଜେନେରାଲ ସେକ୍ରେଟାରୀ ପଦବୀ ପାଇଁ ଶ୍ରୀ ଶୁଭମ କପୁର, ଭାଇସ୍ ପ୍ରେସିଡେଣ୍ଟ ପଦବୀ ପାଇଁ ଶ୍ରୀ ସନ୍ତୋଷ ଅଗ୍ରୱାଲ ଓ ପ୍ରେସିଡେଣ୍ଟ ପଦବୀ ପାଇଁ ଶ୍ରୀ ପ୍ରଭାତ କୁମାର ଟିବ୍ରେୱାଲ ବିଜୟ ଲାଭ କରିଥିଲେ। ନିର୍ବାଚନରେ ବିଜୟୀ ହୋଇଥିବା କର୍ମକର୍ତ୍ତାଙ୍କୁ ଉପସ୍ଥିତ ସମସ୍ତ ସଦସ୍ୟଗଣ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏଥିରେ ନୂତନ ନିର୍ବାଚିତ ପ୍ରେସିଡେଣ୍ଟ ଶ୍ରୀ ପ୍ରଭାତ କୁମାର ଟିବ୍ରେୱାଲ ସମସ୍ତ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଁ ପ୍ରଭାତ କୁମାର ଟିବ୍ରେୱାଲ, ମୁଁ ଜଷ୍ଟ ଏବେ ଇଲେକ୍ସନ ଜିତିଛି ରାଉରକେଲା ଚେମ୍ବର ଅଫ୍ କମର୍ସରେ ଏଜ୍ ପ୍ରେସିଡେଣ୍ଟ। ଆଉ ମୁଁ ସମସ୍ତ ଆମର ଯେତେ 1070 ମେମ୍ବର୍ସ ଅଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ସେମାନେ ମୋତେ ପୁରା ଦିଲ୍ଲୁ ପୁରା ପୂର୍ଣ୍ଣ ସହଯୋଗ କରିଛନ୍ତି, ସପୋର୍ଟ କରିଛନ୍ତି ବୋଲି ମୁଁ ଆଜି ଇଲେକ୍ସନଟା ଜିତି ପାରିଛି ୱିଥ୍ ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ରି ଇଟ୍ ଇଜ୍ ଇନ୍ ଦ ହିଷ୍ଟ୍ରି। ଏତେ ମାର୍ଜିନ ଆଜି ପର୍ଯ୍ୟନ୍ତ କେହି ପ୍ରେସିଡେଣ୍ଟ ଜିତି ନାହାନ୍ତି। ବଟ୍ ଯଦି ଏତେ ଭୋଟରେ ମଧ୍ୟ ଲୋକ ଚାହୁଁଛନ୍ତି ତାହେଲେ ମୋର ବି ଦାୟିତ୍ୱ ପଡ଼ୁଛି कि ମୁଁ ବି ସଂସ୍ଥା ପ୍ରତି ସମର୍ପିତ ହେଇ ପୁରା କାମ କରିବି। ଆଉ ଯାହା ବି ମେମ୍ବରମାନଙ୍କୁ ଯାହା ବି ପ୍ରୋବ୍ଲେମ୍ ଯାହା ବି ଇସ୍ୟୁ କାମରେ ଆସେ ତାକୁ ମୁଁ ଏଣ୍ଟାୟାର ଟିମ୍ ସାଙ୍ଗରେ ମିଶିକି ଆମେ ୱିଲ୍ ଟ୍ରାଏ ଆୱାର ବେଷ୍ଟ ଟୁ ଡୁ ଆୱାର ବେଷ୍ଟ ଟୁ ଦ ବେଷ୍ଟ ଅଫ୍ ଆୱାର କେबिଲିଟି एंड नॉलेज। थैंक यू, धन्यवाद धन्यवाद। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।